ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଏହି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ କେଉଁ ସବୁ ପ୍ରଶ୍ନ ଉତ୍ତର ରହିଛି ଏବେ ଆସ ଦେଖିବା। ପ୍ରଥମ ପ୍ରଶ୍ନ, 1 ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ନିମନ୍ତେ 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ସେଥିମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ପାଖ କୋଠରୀରେ ଠିକ୍ ଚିହ୍ନ ଦିଅ। ପ୍ରଥମ ପ୍ରଶ୍ନ ଅଛି, ମଧ୍ୟଯୁଗରେ ଭାରତରେ ଭକ୍ତିବାଦ ଜନ୍ମ ନେବାର ପ୍ରମୁଖ କାରଣଟି ବାଛ। ଏହାର ସଠିକ୍ ଉତ୍ତରଟି ହେଉଛି ବୌଦ୍ଧ ଧର୍ମର ପତନ ଓ ଜୈନ ଧର୍ମର ପ୍ରଭାବ ହ୍ରାସ। ଖ ନମ୍ବର, ଏହି ବାକ୍ସରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ସୁଲତାନି ଶାସନ ସମୟରେ ଅଣ-ମୁସଲମାନମାନଙ୍କଠାରୁ ଆଦାୟ କରାଯାଉଥିବା କରଟି ହେଲା। ଏହାର ସଠିକ୍ ଉତ୍ତରଟି ହେଉଛି ଜିଜିଆ। ଏହି ବାକ୍ସରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ଦିଲ୍ଲୀ ସିଂହାସନରେ ବସି ଭାରତ ଶାସନ କରିଥିବା ମୋଗଲ ସମ୍ରାଟମାନଙ୍କର ଠିକ୍ କ୍ରମଟିକୁ ଚୟନ କର। ଏହାର ସଠିକ୍ ଉତ୍ତରଟି ହେଉଛି ହିମାୟୁନ, ଆକବର, ଜାହାଙ୍ଗୀର, ଶାହାଜାହାନ। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ଜିନିଷ ୟୁରୋପୀୟ ଦେଶମାନଙ୍କୁ ରପ୍ତାନି ହେଉନଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଶସ୍ୟ ଜାତୀୟ ଦ୍ରବ୍ୟ। ଏହି ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିଖମାନଙ୍କର ପବିତ୍ର ଧର୍ମଗ୍ରନ୍ଥ? ଏହାର ସଠିକ୍ ଉତ୍ତରଟି ହେଉଛି ଗୁରୁଗ୍ରନ୍ଥ ସାହିବ। ଏଇଠି ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି 6 ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ପ୍ରଥମ ପ୍ରଶ୍ନ ଅଛି, ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ କେଉଁଠାରେ ପ୍ରଥମେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ସୁରାଟ। ସୁରାଟରେ ଠିକ୍ ଚିହ୍ନ ଦେବ ଏବଂ ଏହାର ସୁରାଟ ଏ ସମ୍ପୂର୍ଣ୍ଣ ବାକ୍ୟଟି ଲେଖିଦେବ। ତୁମେ ଲେଖିବ, ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ସୁରାଟଠାରେ ପ୍ରଥମେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ। ଏହି ଉତ୍ତର ସ୍ଥାନରେ ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ, ମୋଗଲ ସାମ୍ରାଜ୍ୟର ପତନ ପାଇଁ କାହାର ଧର୍ମନୀତି ଦାୟୀ ଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଔରଙ୍ଗଜେବ। ତେବେ ଏହି ଉତ୍ତର ସ୍ଥାନରେ ପୂର୍ଣ୍ଣ ବାକ୍ୟଟି ଲେଖିବ, ମୋଗଲ ସାମ୍ରାଜ୍ୟର ପତନ ପାଇଁ ଔରଙ୍ଗଜେବଙ୍କ ଧର୍ମନୀତି ଦାୟୀ ଥିଲା। ପରବର୍ତ୍ତୀ ପ୍ରଶ୍ନ, ପ୍ରତାପରୁଦ୍ରଦେବ ଡେକ୍ସ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ଏହାର ସଠିକ୍ ଉତ୍ତରଟି ହେଉଛି 1497 ଖ୍ରୀଷ୍ଟାବ୍ଦରେ। ଏହି ଶୂନ୍ୟସ୍ଥାନ ଜାଗାରେ ଏହାକୁ ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଷ୍ଟ୍ରପତି ଡେସ୍କ ରୂପେ ବାଛନ୍ତି। ଏହାର ସଠିକ୍ ଉତ୍ତରଟି ହେଉଛି ପ୍ରଧାନମନ୍ତ୍ରୀ। ଏହାକୁ ଏହି ଶୂନ୍ୟସ୍ଥାନ ଜାଗାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ସଭାପତି ଡେସ୍କ ଥିଲେ। ଏହାର ସଠିକ୍ ଉତ୍ତରଟି ହେଉଛି ଉମେଶ ଚନ୍ଦ୍ର ବାନାର୍ଜୀ। ଏହାକୁ ଏହି ଶୂନ୍ୟସ୍ଥାନ ଜାଗାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 11 ରୁ 15 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉକ୍ତିଗୁଡ଼ିକର ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ସଂଶୋଧନ କରି ଉତ୍ତର ଲେଖ। ରେଖାଙ୍କିତ ପଦକୁ ବଦଳାଇ ଆମେ ଉତ୍ତର ଲେଖିବା। ପ୍ରଥମ ପ୍ରଶ୍ନ ଅଛି, ଭାରତ ଓ ରାମାୟଣକୁ ମହମ୍ମଦ ଶାହା ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ। ଏହି ବାକ୍ୟରେ ରେଖାଙ୍କିତ ପଦ ଅଛି ମହମ୍ମଦ ଶାହା।
ଏହାକୁ ଚେଞ୍ଜ କରିବା ଆମ୍ଭେ। ଏହି ସ୍ଥାନରେ ଲେଖିବ ନସରତ ଶାହା। ତେବେ ପୂର୍ଣ୍ଣ ବାକ୍ୟଟି ହେବ ମହାଭାରତ ଓ ରାମାୟଣକୁ ନସରତ ଶାହା ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ଅଛି ନିଜାମ ଉଦ୍ଦିନ ଔଲିଆ ଭକ୍ତି ଧର୍ମର ପ୍ରଚାରକ ଥିଲେ। ତେବେ ଏଠାରେ ରେଖାଙ୍କିତ ପଦ ଅଛି ଭକ୍ତି ଧର୍ମ। ଏଠାରେ ହେବ ଭକ୍ତି ଧର୍ମ ସ୍ଥାନରେ ହେବ ସୁଫି ଧର୍ମ। ତେବେ ପୂର୍ଣ୍ଣ ବାକ୍ୟଟି ଲେଖିବ ନିଜାମ ଉଦ୍ଦିନ ଔଲିଆ ସୁଫି ଧର୍ମର ପ୍ରଚାରକ ଥିଲେ। ପରବର୍ତ୍ତୀ ପ୍ରଶ୍ନ ଶାହାଜାହାନ ଭାରତରୁ ମୟୂର ସିଂହାସନ ନେଇଯାଇଥିଲେ। ଏଠାରେ ଶାହାଜାହାନ ଠାରେ ଅଛି ରେଖାଙ୍କିତ ପଦ। ଏଠାରେ ହେବ ଏହାର ଉତ୍ତର ହେବ ନାଦିର ଶାହା। ନାଦିର ଶାହା ଭାରତରୁ ମୟୂର ସିଂହାସନ ନେଇଯାଇଥିଲେ। ପରବର୍ତ୍ତୀ ପ୍ରଶ୍ନ ପ୍ରତିବର୍ଷ ଡିସେମ୍ବର ମାସ 10 ତାରିଖକୁ ଶିଶୁ ଅଧିକାର ଦିବସ ରୂପେ ପାଳନ କରାଯାଉଛି। ଏଠାରେ ରେଖାଙ୍କିତ ପଦଟି ଅଛି ଶିଶୁ ଅଧିକାର ଦିବସ। ଏଠାରେ ହେବ ମାନବିକ ଅଧିକାର ଦିବସ। ତୁମେ ପୂର୍ଣ୍ଣ ବାକ୍ୟଟି ଲେଖିବ ପ୍ରତିବର୍ଷ ଡିସେମ୍ବର ମାସ 10 ତାରିଖକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଉଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି ଭାରତର ପ୍ରଥମ ମହିଳା IPS ଅଧିକାରୀ ହେଉଛନ୍ତି ଶ୍ରୀମତୀ ପ୍ରତିଭା ସିଂ ପଟେଲ। ଏଠାରେ ରେଖାଙ୍କିତ ପଦ ଅଛି ଶ୍ରୀମତୀ ପ୍ରତିଭା ସିଂ ପଟେଲ। ଏଠାରେ ହେବ ଶ୍ରୀମତୀ କିରଣ ଦେବୀ। ଅତଏବ ସମ୍ପୂର୍ଣ୍ଣ ବାକ୍ୟଟି ହେବ ଭାରତର ପ୍ରଥମ ମହିଳା IPS ଅଧିକାରୀ ହେଉଛନ୍ତି ଶ୍ରୀମତୀ କିରଣ ଦେବୀ। ପରବର୍ତ୍ତୀ ପ୍ରଶ୍ନ 16ରୁ 20 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଥମ ସମ୍ପର୍କ ଅନୁଯାୟୀ ଶୂନ୍ୟସ୍ଥାନରେ ଲେଖ। 16 ନମ୍ବର ଏଠାରେ ହେବ ଅନମନୀୟ ସମ୍ବିଧାନ। ଏଇଠି ହେବ ଅନମନୀୟ ସମ୍ବିଧାନ। ପରବର୍ତ୍ତୀ ପ୍ରଶ୍ନ 17 ନମ୍ବରରେ ହେବ ପ୍ରଦେଶ ମାନଙ୍କର ଦ୍ୱୈତ ଶାସନ। ଏଇଠି ହେବ ପ୍ରଦେଶ ମାନଙ୍କର ଦ୍ୱୈତ ଶାସନ। ପରବର୍ତ୍ତୀ ପ୍ରଶ୍ନ 18 ନମ୍ବର ହେବ ଏଇଠି ଗାନ୍ଧୀବାଦୀ ନୀତି। ଆଉ ଥରେ କହୁଛି ଏଇଠି ହେବ ଗାନ୍ଧୀବାଦୀ ନୀତି। ପରବର୍ତ୍ତୀ ପ୍ରଶ୍ନ 1776 ମସିହା ଆମେରିକା ସ୍ୱାଧୀନତା ଘୋଷଣାନାମା। ଡେକ୍ସ ଫ୍ରାନ୍ସର ମାନବିକ ଅଧିକାର ଘୋଷଣାନାମା। ଅତଏବ ଏଇଠି ହେବ 1789। ପରବର୍ତ୍ତୀ ପ୍ରଶ୍ନ ହର୍ତ୍ତାମୁଲର ସାହିତ୍ୟ ଏଲିନର ଓଷ୍ଟ୍ରମ। ଏଇଠି ହେବ ଏଇଠି ଲେଖିବ ପିଲାମାନେ ଅର୍ଥଶାସ୍ତ୍ର। ପରବର୍ତ୍ତୀ ପ୍ରଶ୍ନ ଭକ୍ତିବାଦର ପ୍ରଚାରକ ରାମାନୁଜଙ୍କର ଯେକୌଣସି ଦୁଇଟି ମତ ଲେଖ। ଆମେ ଅନେକ ମତ କହିଦେଉଛୁ, ତୁମେ ଲେଖିବ ପିଲାମାନେ। ପ୍ରଥମ ମତ ହେଲା ପ୍ରେମ ଓ ଭକ୍ତି ଦ୍ୱାରା ଈଶ୍ୱର ମିଳିବେ। ପ୍ରେମ ଓ ଭକ୍ତି ଦ୍ୱାରା ଈଶ୍ୱର ମିଳିବେ। ଏବଂ ଅନ୍ୟ ମତଟି ହେଲା ଜ୍ଞାନ ଓ ଅପେକ୍ଷା ଭକ୍ତି ଈଶ୍ୱର ପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ। ଆଉ ଥରେ କହିଦେଉଛି ଜ୍ଞାନ ଅପେକ୍ଷା ଭକ୍ତି ଈଶ୍ୱର ପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ।
आउ गोटे कहीदे आम प्रश्न कहूँ दुईटी कहूँ मु किंतु एठारे तीनोटी कहीदेउछि तुमे लेखिब हैला। मनीष होउछि गोटिए जाति, मनीष होउछि गोटिए जाति। परवर्ती प्रश्न मोहम्मद बिन तुगलक को आड़बाया राजा कहीं कहा जाए। एहार सठिक उत्तरटी होउछि पिलामान एहार सठिक उत्तरटी आमे वीडियो शेष रे देइछु, निश्चय देखिब ओ लेखिब। परवर्ती प्रश्न कबीरपंथी माने क्यों कथा उपरे प्राधान्य देइथांती। कबीरपंथी माने क्यों प्रथा उपरे प्राधान्य देइथांती। एहार उत्तर तुम लिखिब पिलामाने। एहार उत्तर आमे प्रश्न ई वीडियोर शेष रे देइछु, निश्चय देखिब ओ लेखिब। परवर्ती प्रश्न भारत को काहींकि एक धर्मनिरपेक्ष राष्ट्र कहा जाए। पृथ्वी रे धर्मनिरपेक्ष होई नथिबा जेकोसी एक राष्ट्रर नाम लेख। पिलामाने एई प्रश्नर उत्तर आमे एई वीडियोर शेष रे देइछु, निश्चय देखिब ओ लेखिब। परवर्ती प्रश्न तुम भली शिशु मानकु क्यों परिस्थिति रे देखिले तुमे जानिबो सेमाने मौलिक अधिकार वंचित होई अछंती। पिलामाने एई प्रश्नर उत्तर आमे एई वीडियो शेष रे देइछु, निश्चय देखिब ओ लेखिब। परवर्ती प्रश्न 26 रु 30 नंबर पर्यंत प्रश्न गुड़िकर उत्तर को 40 किंबा 50 शब्द मध्य निज भाषा रे बुझाई लेख, अर्थात 4-5 धाड़ी निश्चय हब। एठारे प्रश्न अछि हलदीघाट युद्ध केते ख्रीष्टाब्द रे होइथिला। एही युद्धर फलाफल कौन होइथिला। पिलामाने एही प्रश्नर उत्तर आमे वीडियो रो शेष रे देइछु, निश्चय देखिब ओ लेखिब। परवर्ती प्रश्न मध्ययुग रे आंचलिक भाषा और साहित्य रे विकास काहींकि होइथिला। पिलामाने एही प्रश्नर उत्तर मध्य आमे एही वीडियोर शेष रे देइछु, निश्चय देखिब ओ लेखिब। परवर्ती प्रश्न मुगल साम्राज्यर पतन पाई अर्थनैतिक और धर्मगत कारण मध्यरु तुमे केउटी को प्राधान्य देव ओ काहींकि। पिलामाने एही प्रश्नर उत्तर मध्य आमे एही वीडियोर शेष रे देइछु, निश्चय देखिब ओ लेखिब। परवर्ती प्रश्न कपिलेन्द्र देव और प्रतापरुद्र देवଙ୍କ ମଧ୍ୟରୁ କାହା ସମୟରେ ଓଡ଼ିଆ ସାହିତ୍ୟ ବେଶୀ ବିକଶିତ ହୋଇଥିଲା। उदाहरण सह दर्शाओ। पिलामाने एही प्रश्नर उत्तर मध्य आमे एही वीडियोर शेष रे देइछु, निश्चय देखिब ओ लेखिब। परवर्ती प्रश्न संघीय राष्ट्रर जेकोसी 4टी मुख्य वैशिष्ट्य लेख। पिलामाने एही प्रश्नर उत्तर मध्य आमे एही वीडियोर शेष रे देइछु, निश्चय देखिब ओ लेखिब। धन्यवाद।